ଆପଣ କଣ ରଷ୍ଟିକେଟ ହେଇଥିଲେ? ରଷ୍ଟିକେଟ ନୋଟିସ୍ ଆସିଥିଲା କାହିଁକି ଆସିଥିଲା? ମ୍ୟାଡାମ କୁ କମେଣ୍ଟ ମାରି ଦେଇଥିଲି ଆପଣଙ୍କୁ ମୁଁ ଆଉ ଜଣେ ସାଙ୍ଗ ଥିଲେ କଣ କହିଲେ ମ୍ୟାଡାମ? ସେ ଆମର ଜଣେ ଇଂଲିଶ ମ୍ୟାଡାମ ଥିଲେ, ହିଷ୍ଟ୍ରି ମ୍ୟାଡାମ ଥିଲେ, ଓଡିଆ ମ୍ୟାଡାମ ଥିଲେ, 3 ଜଣ ଯାକ ମିଶିକି କମେଣ୍ଟ ମାରିଥିଲୁ, ବହୁତ ମାରିଥିଲୁ। ମାନେ ଗୋଟେ ଦିନର କଥା ନୁହଁ, ମାନେ ମାସ ମାସ ଧରିକି ଚାଲିଥିଲା, ସେଥିପାଇଁ ଏଇଭଳିଆ ଆସିଥିଲା। ଟିଚରକୁ କେମିତି ଆପଣ କମେଣ୍ଟ ମାରିଲେ? ଜେନେରାଲ କଲେଜରୁ ଆସିଥିଲି, କଣ କରିବି, ସେଇଠି ଚାଲେ ଆଉ। ତ ଆମକୁ ଏଇସବୁ ଜିନିଷ ନଥିଲା ଯେ ତ ସେତେବେଳେ ବୟସ ବି ବହୁତ କମ ଥିଲା, ତ ଇମେଚ୍ୟୁର୍ଡ ଷ୍ଟେଜରେ ଥିଲୁ, ଆଉ ନୂଆ ନୂଆ ଯୋଉ କଲେଜର କଥା, ତ ସେଇ ସବୁ ଜିନିଷ କୋଉଠି ନା କୋଉଠି ଟିକେ ଭାରି ପଡି ଯାଇଥିଲା। ହଁ, ମୁଁ ଲେଖିକି ଦେଇଥିଲି। ବିଶାଳ ସେତେବେଳେ ଥିଲେ, ସେ ଥିଲା ଏଣ୍ଟାର କଲେଜ ଆଗରେ ଆମମାନେ ଆଣ୍ଠେଇକି ବସିଥିଲୁ, ଏଣ୍ଟାର କଲେଜ ଆଗରେ ଆଣ୍ଠେଇଲେ, ଆଣ୍ଠେଇକି ବସିଥିଲୁ, ପୁରା ଛୁଆ ଏମିତି ସର୍କଲ ହେଇକି ଥିଲେ। ବାକି ସେଇଦିନ ଆଉ ଇନସଲ୍ଟ ଫିଲ୍ କଲେ ଆପଣ? ମତେ ଇନସଲ୍ଟ ଫିଲ୍ ହେଲା ଯେ ମତେ ଆଣ୍ଠେଇଲେ କି କଲେଜ ଆଗରେ, ସେଇଟା ନୁହଁ। ମୁଖ୍ୟ କଥା ଇନସଲ୍ଟ ଫିଲ୍ ହେଲା ଯେ ଆକ୍ଚୁଆଲି ମୁଁ ଏଠି ଯୋଉ ସିନାରିଓରେ ଅଛି, ଏ ସିନାରିଓ ସେ ସିନାରିଓ ନୁହେଁ। ମୁଁ ଯୋଉ ସିନାରିଓରୁ ଆସିଛି, ସେଠି ଗୁରୁଙ୍କର ପାଦ, ଏଠି ସକାଳୁ ଉଠିକି ସିନିୟର ମାନଙ୍କୁ ନମସ୍କାର କରିବା ଦରକାର, ଗୁରୁ ମାନଙ୍କର ପାଦ ଧରିକି ମୁଣ୍ଡିଆ ମାରିବା ଦରକାର। ଇଏ ଗୋଟେ ପୁରା କମ୍ପ୍ଲିଟଲି ପ୍ୟାକେଜ ଅଫ ସଂସ୍କାରର କଥାଟି ଥାଏ। ତ ଆମକୁ କାଗଜରେ ଲେଖା ହେଇକି ଦିଆ ହେଇଥିଲା, ପ୍ରଥମେ ଆସିଲେ ଷ୍ଟେଜ ଓଳେଇବ, ଷ୍ଟେଜ ପୋଛିବ, ଷ୍ଟେଜ ତମର ମା, ତାକୁ କେତିକି ରେସପେକ୍ଟ ଦବ, ଏସବୁ ଆମ ସିନିୟର ଭାଇ ମାନେ ଲେଖିକି ଦେଇଥିଲେ। କିନ୍ତୁ ଆପଣ ମାନିଲେ? ଆପଣ ଆସି ଗୁରୁ ମାଙ୍କୁ କମେଣ୍ଟ ମାରିଲେ? ହଁ, ମାନେ ନାଇଁ, ଆମର ଗୁରୁମା ନଥିଲେ, ମାନେ ଯୋଉ ସବଜେକ୍ଟ ଜେନେରାଲ ସବଜେକ୍ଟ ଥିଲେ। ତ ହଁ, ସେତେବେଳେ ସେ କରିଥିଲି। ଆପଣ ସେଥିପାଇଁ ଅନୁତପ୍ତ ଫିଲ୍ କଲେ? ହଁ, ଡେଫିନେଟଲି। ସେ ମ୍ୟାଡାମ ଦେଖା, ତାପରେ ସେ ମ୍ୟାଡାମ ବହୁତ ଭଲ ପାଇଲେ, ତ ସବୁ ଠିକ। କିନ୍ତୁ ସେତେବେଳେ ବହୁତ ଗିଲ୍ଟି ଫିଲ୍ ହେଇଥିଲା, ବହୁତ ଗିଲ୍ଟି ଫିଲ୍ ହେଇଥିଲା। ବୁଝିଲା ପରେ ସବୁ ଯାକ ଯେ ଏସବୁ ମୁଁ ଆସିଛି କଣ ପାଇଁ ଏଠିକି, ଅଲ୍ଟିମେଟଲି ମୁଁ ଏଠିକି କାହିଁକି ଆସିଛି, ପାଠ ପଢିବା ପାଇଁ ତ ଆସିଛି ନା। ତ ଆପଣ ତ ପଇସା ମିଳୁନଥିବ, କେମିତି ଚଳୁଥିଲେ ଆପଣ? ଷ୍ଟ୍ରଗଲିଂ ଆକ୍ଟର, ସଂଘର୍ଷ କରୁଥିବା ଜଣେ କଳାକାର। ନାଇଁ, ଷ୍ଟ୍ରଗଲ ଗୋଟେ ଅଲଗା କଥା, ଅଲଗା ପାଠ। ଷ୍ଟ୍ରଗଲ ଇଜ ଏ ଜର୍ଣ୍ଣି। ତ ମୁଁ କହୁଛି, ଯୋଉ ଦିନଠୁ ବୁଝିଲି, 2002 ଲାଷ୍ଟଠୁ ମୁଁ ବୁଝିଲି ମୁଁ ଏଠିକି କଣ କରିବା ପାଇଁ ଆସିଛି। ତ 2002 ଲାଷ୍ଟରୁ 2025 ହେଇଗଲା, ୟା ଭିତରର ଯୋଉ ଜର୍ଣ୍ଣି, ସେଇଟା ହିଁ ଷ୍ଟ୍ରଗଲ ଚାଲିଛି। ମୁଁ ଏ ଯାଏଁ ମୋ ସେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନାହିଁ, ଯୋଉ ଲକ୍ଷ୍ୟ ସ୍ଥଳ ଭାବିକି ମୁଁ ଏଠିକି ଆସିଥିଲି। କଣ ଲକ୍ଷ୍ୟ ସ୍ଥଳ ଆପଣଙ୍କର? ମାନେ ଯାହା ଥିଲା, ମାନେ ଯୋଉ ଯାହା ଥିଲା ଯେ ମୁଁ କେବଳ ଫିଲ୍ମ ହିଁ କରିବି, କେବଳ ଫିଲ୍ମ କରିବି, ଆଉ ମୁଁ ଫିଲ୍ମରେ 24 ରୁ 24 ଘଣ୍ଟା କାମ କରିବା ଦରକାର। ବୋଧେ ସେ ସମୟ ମୋ ପାଖକୁ ଆସିନାହିଁ ଏ ଯାବତ। ଫିଲ୍ମରେ କଲେ କଣ ଟିକେ ବେଶୀ ମର୍ଯ୍ୟାଦା ମିଳେ, ସମ୍ମାନ ମିଳେ? ସେଇଆ ନୁହେଁ। ଫିଲ୍ମ ହଉଛି ସେଇ ଜିନିଷ ଯୋଉଟା ଆପଣଙ୍କୁ ମଲା ପରେ 100 ବର୍ଷ ଯାଏ ବଞ୍ଚେଇକି ରଖିବ। ୱେବ ସିରିଜ ୟା ସିରିଏଲ ବଞ୍ଚେଇକି ରଖିବ? କେହି ବି ନାହିଁ। କାଲି ସକାଳୁ କଞ୍ଚାଲଙ୍କା ବୁଡିଯିବ, କାଲି ସକାଳୁ ୟୁଟ୍ୟୁବ ରହିବନି, ଆପଣ ସିରିଏଲ କୋଉଠି ଦେଖିବେ ନା, ୱେବ ସିରିଜ କୋଉଠି ଦେଖିବେ ନା, କଣ କରିବେ। କିନ୍ତୁ ସିନେମା ରହିବ, ସେ ଚାहे ଯୋଉ ଚ୍ୟାନେଲ ବି ଆସୁ, ଯୋଉ ଚ୍ୟାନେଲ ବି ବଢୁ, ସେ ସିନେମା ବାଜିବ ହିଁ ବଜେଇବେ କିଣିକି। ତ ସେ ସିନେମା ପାଇଁ କି ସେଇଥିପାଇଁ ଆପଣଙ୍କର ଆକର୍ଷଣ? ଅବଭିୟସଲି, ପଇସା ବୁଝିଲି ସିନେମା କଣ। ପଇସା କୋଉଠୁ ମିଳେ? ୱେବ ସିରିଜ ରୁ ଅଧିକା ମିଳେ, ସିରିଏଲ ରୁ ଅଧିକା ମିଳେ, ନା ଫିଲ୍ମ ରୁ ଅଧିକା ମିଳେ? ପଇସା ସିରିଏଲ ରୁ ଅଧିକା ମିଳେ। ସିରିଏଲ ରୁ ଅଧିକା ମିଳେ। ଏ ସିରିଏଲରେ ଆପଣ ଗୋଟେ ଶ୍ୱଶୁର ରୋଲ କରିଥିଲେ, ମତେ ଜଣେ ଆପଣଙ୍କ ସହିତ ଇଣ୍ଟରଭ୍ୟୁ କରିବା ପୂର୍ବରୁ ନୂଆ ବୋହୂ ଥିଲା, ସେଟା ତରଙ୍ଗରେ ପ୍ରସାରିତ ହଉଥିଲା। ଗୋଟେ ଶ୍ୱଶୁର ରୋଲ କରିବା ପୂର୍ବରୁ ଶ୍ୱଶୁର ମାନଙ୍କୁ ଲକ୍ଷ୍ୟ କରିଛନ୍ତି? ନା, ସେଟା ଶ୍ୱଶୁର ରୋଲ ନଥିଲା, ସେଟା ଗୋଟେ କାଇଣ୍ଡ ଅଫ ମନଷ୍ଟର କାଇଣ୍ଡ ଅଫ ରୋଲ ଥିଲା, ମାନେ ମନଷ୍ଟର କାଇଣ୍ଡ ଅଫ କ୍ୟାରେକ୍ଟର। ତ ମାନେ ପ୍ରଥମ ଥର ତରଙ୍ଗ ଗୋଟେ ଆଣ୍ଟାଗନିଷ୍ଟ କୁ ନେଇକି ଗୋଟେ ସିରିଏଲ ଷ୍ଟାର୍ଟ କରିଥିଲା, ସେଟା ହଉଛି ନୂଆ ବୋହୂ ଥିଲା। ତ ସେଥିରେ କେମିତିଆ ଭୂମିକା ଥିଲା ଆପଣଙ୍କର? ଗୋଟେ କହିଲି ମନଷ୍ଟର କ୍ୟାରେକ୍ଟର ଥିଲା, ମାନେ ଯୋଉ ମନଷ୍ଟର ମାନେ ଅସୁର। ହଁ, ଜିତା ଜାଗତା ରାକ୍ଷସର ଚରିତ୍ର, ଆଉ ମାନେ ସ୍ୱାର୍ଥପରର ଗୋଟେ ଲାଟେଷ୍ଟ ଷ୍ଟେଜ, ଅନ୍ୟାୟ କରିବାର ଗୋଟେ ଲାଷ୍ଟ ଷ୍ଟେଜ, ମାନେ ଭାରି ଦୁର୍ଦାନ୍ତ ଥିଲା। ଭଲ ପାଉଥିଲେ ନା ଘୃଣା କରୁଥିଲେ? ଲୋକ ଘୃଣା କରୁଥିଲେ, ସେଇଟା ହିଁ ତ ଭଲ ପାଇବା। ଆଉ କଣ ସବୁ ଡାଇଲଗ ଥିଲା ତା ଦେହରେ? ଡାଇଲଗ ମନେ ନାହିଁ, ବହୁତ ଦିନ ତଳର କଥା। 2017 କରୁଥିଲି। 2017 କରୁଥିଲି।